ଆଜି ଆମେ ଏକ ଏମିତି ସୃଷ୍ଟି ଭିତରକୁ ଯିବା ମାନେ ଏମିତି ଗୋଟେ ରଚନା ବିଷୟରେ କଥା ହେବା ଯାହା ଓଡ଼ିଆ ସାହିତ୍ୟ ପାଇଁ ଗୋଟେ ଅମୂଲ୍ୟ ରତ୍ନ। ମୁଁ କହୁଛି ପ୍ରଖ୍ୟାତ ଲେଖକ ଫକୀରମୋହନ ସେନାପତିଙ୍କ ଲଛମା ବିଷୟରେ। ଆଚ୍ଛା, ଅନେକ ସମୟରେ ଏହାର ନାଁ ଶୁଣିକି ଲାଗେ ଯେମିତି ଏଇଟା କିଛି କାବ୍ୟ କି କବିତା ହେଇଥିବ, କିନ୍ତୁ ସତ କହିଲେ ଏଇଟା ଗୋଟେ ପୁରା ଉପନ୍ୟାସ। ଆମ ପାଖରେ ଯୋଉ ତଥ୍ୟ ଅଛି ଆଉ ଯାହା ବିଶ୍ଳେଷଣ ହେଇଛି ସେଥିରୁ ଏଇ ଐତିହାସିକ ପ୍ରେମ କାହାଣୀର ଗଭୀରତା, ତାର ପୃଷ୍ଠଭୂମି ଆଉ ଫକୀରମୋହନଙ୍କର ସେ ନିଆରା ଶୈଳୀ, ସେସବୁ ବିଷୟରେ ଜାଣିହେବ। ତେବେ ଆମ ଲକ୍ଷ୍ୟ ହେଉଛି ଖାଲି କାହାଣୀଟାକୁ ବୁଝିବା ନୁହେଁ, ବରଂ ତା ଭିତରେ ଯୋଉ ସେ ସମୟର ସମାଜ, ରାଜନୀତି ଆଉ ମଣିଷର ମନ କଥା ସବୁ ଲୁଚି ରହିଛି ସେସବୁକୁ ଟିକେ ଖୋଜିବା। ଆସନ୍ତୁ ଏଇ ଯାତ୍ରାଟା ଆରମ୍ଭ କରିବା। ଖାଲି ଗୋଟେ କାଳ୍ପନିକ ଗପ ନୁହେଁ, ଏହା ହେଉଛି ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା। ତାର ଗୋଟେ ଦର୍ପଣ କହିଲେ ଚଳେ। ସେ ସମୟଟା ଭାରି ଅସ୍ଥିର ଥିଲା। ଗୋଟେ ପଟେ ମରାଠା ଆକ୍ରମଣ, ଯାହାକୁ ଲୋକେ ବର୍ଗୀ ହଙ୍ଗାମା କହୁଥିଲେ, ତାର ଭୟ, ଲୁଟପାଟ। ଆଉ ଅନ୍ୟପଟେ ଇଂରେଜମାନଙ୍କର ପ୍ରଭାବ ଧୀରେ ଧୀରେ ବଢ଼ୁଥିଲା। ଏଇ ଦୁଇଟା ଶକ୍ତି ଭିତରେ ସେତେବେଳେ ଓଡ଼ିଶା ମାନେ ନିଜର ଅସ୍ତିତ୍ୱ ପାଇଁ ଲଢ଼ୁଥିଲା। ଫକୀରମୋହନ ଏଇ ଜଟିଳ ପରିବେଶକୁ ବହୁତ ଜୀବନ୍ତ ଭାବେ ଦେଖାଇଛନ୍ତି। ଆପଣ ଯେଉଁ ଐତିହାସିକ ପୃଷ୍ଠଭୂମି କଥା କହିଲେ ସେଟା ପ୍ରକୃତରେ କାହାଣୀ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କେମିତି? ଏଟା କ'ଣ ଖାଲି ଗୋଟେ ବ୍ୟାକ୍‌ଡ୍ରପ୍ ପରି ନା ଆହୁରି କିଛି ଅଛି? ନା ନା, ଖାଲି ବ୍ୟାକ୍‌ଡ୍ରପ୍ କେମିତି ହେବ? ଏଇଟା ତ ଚରିତ୍ରମାନଙ୍କୁ ଗଢ଼ିଛି, କାହାଣୀର ମୋଡ଼କୁ ବଦଳେଇଛି। ଏମିତି ଭାବନ୍ତୁ, ଯେତେବେଳେ ଚାରିଆଡ଼େ ଏତେ ଭୟ, ଏତେ ଅନିଶ୍ଚିତତା ଆଉ ସଂଘର୍ଷ, ସେତେବେଳେ ତ ମଣିଷର ସାହସ ପରୀକ୍ଷା ହୁଏ। ତାର ପ୍ରେମ, ତାର କର୍ତ୍ତବ୍ୟ, ସବୁକିଛି। ଲଛମା ଆଉ ବାଦଲ ସିଂହଙ୍କର ସମ୍ପର୍କ ହଉ କି ସେମାନଙ୍କର ନିଷ୍ପତ୍ତି, ସଂଘର୍ଷ, ସବୁକିଛି ସେ ସମୟର ରାଜନୀତି ଆଉ ସମାଜ ଦ୍ୱାରା ପ୍ରଭାବିତ। ଆଚ୍ଛା। ହଁ, ଏଇଥିପାଇଁ ତ ଉପନ୍ୟାସଟା ଏତେ ବାସ୍ତବ ଲାଗେ, ଯଦିଓ ଲେଖାଶୈଳୀ ଟିକେ ଅଲଗା। ଏଠି ମୁଖ୍ୟ କଥା ହେଉଛି, ଲଛମା କେବଳ ଇତିହାସର ପୃଷ୍ଠା ନୁହେଁ, ଏହା ସେହି ସଙ୍କଟ ସମୟରେ ଓଡ଼ିଆ ପରିଚୟ କେମିତି ବଞ୍ଚି ରହିଥିଲା ତାର ଏକ ଚିତ୍ର। ଫକୀରମୋହନ ଗୋଟେ ବ୍ୟକ୍ତିଗତ ପ୍ରେମ କାହାଣୀ ଭିତରେ ଏତେ ବଡ଼ କଥା କହିଛନ୍ତି। ବାଃ, ଏଇଟା ବାସ୍ତବିକ ବହୁତ ମହତ୍ତ୍ୱପୂର୍ଣ୍ଣ କଥା। ତେବେ ଆସନ୍ତୁ ସେହି ବ୍ୟକ୍ତିଗତ କାହାଣୀ ଆଡ଼କୁ ଯିବା। ମୁଖ୍ୟ ଚରିତ୍ର ଦୁଇଜଣ, ଲଛମା ଆଉ ବାଦଲ ସିଂ। ଏମାନଙ୍କ ବିଷୟରେ ଆମ ତଥ୍ୟ କ'ଣ କହୁଛି? ହଁ, କାହାଣୀର କେନ୍ଦ୍ରରେ ତ ଏଇ ଦୁଇ ଜଣ। ଲଛମା ଜଣେ ରାଜପୁତ ମହିଳା। ସେ କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ତାଙ୍କ ପାଖରେ ଅସୀମ ସାହସ, ଦୃଢ଼ ମନ ଆଉ ବୁଦ୍ଧି ବି ଅଛି। ତାଙ୍କୁ କେମିତି ବର୍ଣ୍ଣନା କରାଯାଇଛି ଜାଣନ୍ତି? ରାତିର ତାରା ପରି ଦୀପ୍ତିମୟୀ। ଆଉ ବାଦଲ ସିଂ, ତାଙ୍କ ସ୍ୱାମୀ, ସେ ବି ଜଣେ ବୀରଯୋଦ୍ଧା। ସେମାନଙ୍କ ପ୍ରେମଟା ସେଇ ଅନ୍ଧାରିଆ ଅସ୍ଥିର ସମୟରେ ଗୋଟେ ଆଲୁଆ ଭଳି। କିନ୍ତୁ ଏଇଟା କ'ଣ ସାଧାରଣ ପ୍ରେମ କାହାଣୀ ନୁହେଁ। ଏଠି ପ୍ରେମ ସାଙ୍ଗରେ କର୍ତ୍ତବ୍ୟ ଯୋଡ଼ି ହେଇ ରହିଛି। ଦେଶପ୍ରେମ ଅଛି, ସମ୍ମାନର ଭାବନା ଅଛି, ସବୁକିଛି। ଆଉ ଲଛମାଙ୍କ ଚରିତ୍ର ବିଷୟରେ କିଛି ଅଧିକ ଶୁଣିବାକୁ ମିଳିବ? ଆମ ସୂତ୍ର ଯାହା କହୁଛି, ତାଙ୍କୁ ଯେମିତି ଦେଖାଯାଇଛି ସେଇଟା ସେ ସମୟ ପାଇଁ ବହୁତ ଅଲଗା ଥିଲା। କୁହାଯାଇଛି ସେ ତାଙ୍କ ସ୍ୱାମୀଙ୍କ ପଛରେ ନୁହେଁ, ପାଖରେ ଠିଆ ହେଇଥିଲେ, ସମକକ୍ଷ ହୋଇ। ଏଟା ତ ବାସ୍ତବରେ ଗୋଟେ ବଡ଼ କଥା ସେ ଯୁଗ ପାଇଁ। ନିଶ୍ଚୟ, ଏଟା ପ୍ରକୃତରେ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଫକୀରମୋହନ ଲଛମାଙ୍କୁ କେବଳ ଜଣେ ପାରମ୍ପରିକ ନାୟିକା ଭଳି ଚିତ୍ରଣ କରିନାହାନ୍ତି। ସେ ସାହସୀ, ସେ ନିଜେ ନିଷ୍ପତ୍ତି ନେଇପାରନ୍ତି। ଏପରିକି ଯୁଦ୍ଧଭୂଇଁରେ ବି ତାଙ୍କର ପରାକ୍ରମ ଦେଖିବାକୁ ମିଳେ। ତାଙ୍କ ଭିତରେ ସମ୍ମାନବୋଧ ଆଉ ପ୍ରତିବାଦର ଗୋଟେ ଅଦ୍ଭୁତ ମିଶ୍ରଣ ରହିଛି। ସେ ସ୍ୱାମୀଙ୍କ ପ୍ରତି ସମର୍ପିତ, ହେଲେ ନିଜ ସ୍ୱାଭିମାନ, ନିଜ ଅସ୍ମିତା ପାଇଁ ବି ସେ ସଚେତନ। ଏହି ଗୁଣ ହିଁ ତାଙ୍କୁ ଏତେ ଖାସ୍ କରିଛି। ହଁ, ଆଜିକାଲି ଆମେ ନାରୀ ସଶକ୍ତିକରଣ କଥାଟା ବହୁତ ଶୁଣୁଛେ, କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଫକୀରମୋହନଙ୍କ ସମୟରେ, ମାନେ ଊନବିଂଶ ଶତାବ୍ଦୀର ଶେଷ କି ବିଂଶର ଆରମ୍ଭରେ, ଜଣେ ସ୍ତ୍ରୀ ଲୋକକୁ ତା ସ୍ୱାମୀର ସାଥୀ ଯୋଦ୍ଧା ଭାବେ ଦେଖେଇବା କେତେ ବୈପ୍ଳବିକ ଥିବ ସତରେ। ସେତେବେଳେ ପାଠକମାନେ ଏହାକୁ ସହଜରେ ଗ୍ରହଣ କରିଥିଲେ ନା କିଛି ମତାନ୍ତର ନଥିଲା? ପ୍ରଶ୍ନଟା ଏକଦମ ଠିକ୍। ଦେଖନ୍ତୁ, ଫକୀରମୋହନ ତ ନିଜ ସମୟଠୁ ବହୁତ ଆଗରେ ଥିଲେ। ସେତେବେଳକାର ଯେଉଁ ରକ୍ଷଣଶୀଳ ସମାଜ, ତା ପାଇଁ ଏମିତି ଗୋଟେ ନାରୀ ଚରିତ୍ର ନିଶ୍ଚୟ ଗୋଟେ ଚମକ ଆଣିଥିବ। ହୋଇପାରେ ସମସ୍ତେ ଏହାକୁ ସେମିତି ସକାରାତ୍ମକ ଭାବେ ନ ଦେଖିଥିବେ, କିନ୍ତୁ ଫକୀରମୋହନଙ୍କ ଉଦ୍ଦେଶ୍ୟ ଥିଲା ଗୋଟେ ଆଦର୍ଶ ଚରିତ୍ର ତିଆରି କରିବା, ଯାହା ପାଖରେ କେବଳ ସାହସ ନୁହେଁ, ନୈତିକତା, ଦୃଢ଼ତା ଆଉ ମାନବିକତା ବି ଥିବ।
ତାଙ୍କ ଲେଖନୀରେ ଲଛମା ଆଉ ଖାଲି ଜଣେ ବ୍ୟକ୍ତି ହୋଇ ରହିନାହାନ୍ତି। ସେ ସେହି ସଂଘର୍ଷମୟ ଓଡ଼ିଶାର ଅଦମ୍ୟ ଆତ୍ମାର ପ୍ରତୀକ ପାଲଟି ଯାଇଛନ୍ତି। ଏଇଟା ହିଁ ତାଙ୍କର ସାହିତ୍ୟିକ ଦୂରଦୃଷ୍ଟି। ଏ କଥାଟା ବହୁତ ମଜାଦାର ଲାଗୁଛି ଯେ ଲକ୍ଷ୍ମା ଜଣେ ବ୍ୟକ୍ତି ନୁହେଁ, ଗୋଟେ ପ୍ରତୀକ। ତବେ ଚରିତ୍ରଙ୍କ କଥା ଛାଡ଼ି ଉପନ୍ୟାସରେ ଆଉ କେଉଁ ଗଭୀର ବିଷୟବସ୍ତୁ ମାନେ ଥିମ୍ସ ଉପରେ ଗୁରୁତ୍ୱ ଦିଆଯାଇଛି? ଦେଶପ୍ରେମ କଥା ଆମେ ଆଗରୁ ଟିକେ କହୁଥିଲେ। ଦେଶପ୍ରେମ ଆଉ ଆଞ୍ଚଳିକ ଅସ୍ମିତା ବା କହିପାରିବା ଓଡ଼ିଆ ଗର୍ବ, ଏଇଟା ଉପନ୍ୟାସର ଏକ ମୁଖ୍ୟ ସ୍ୱର। ମରାଠା ଆକ୍ରମଣକାରୀଙ୍କ ବିରୁଦ୍ଧରେ ଯେଉଁ ଲଢ଼େଇ, ସେଟା ଖାଲି ବାଦଲ ସିଂହ କି ଅନ୍ୟ ରାଜପୁତ ଯୋଦ୍ଧାଙ୍କର ନୁହେଁ, ସେଟା ପୁରା ଓଡ଼ିଆ ଜାତିର ପ୍ରତିରୋଧର କଥା। ଫକୀରମୋହନ ବହୁତ ଚତୁରତାର ସହିତ ବାହାର ଶକ୍ତି ବିରୁଦ୍ଧରେ ଏକାଠି ହେବାର ଆହ୍ୱାନ ଦେଇଛନ୍ତି। ଅଦମ୍ୟ ଓଡ଼ିଆ ଗର୍ବର ପ୍ରଚଣ୍ଡ ପ୍ରତିଧ୍ୱନି କହିଲେ ବି ଭୁଲବନି। କିନ୍ତୁ ଏଇଟାକୁ ଶୁଖିଲା ନାରାବାଜି ନୁହେଁ। କାହାଣୀର ଚରିତ୍ରମାନଙ୍କର କାମ ଆଉ କଥାବାର୍ତ୍ତା ଭିତରେ ହିଁ ଏ ଭାବନା ଫୁଟି ଉଠିଛି। ଆଚ୍ଛା, ତେବେ କେବଳ ଦେଶପ୍ରେମ ନୁହେଁ, ଆମ ତଥ୍ୟ କହୁଛି ଏଥିରେ ଦର୍ଶନ ଓ ଧର୍ମର କଥା ବି ଅଛି। ଏ ବିଷୟରେ ଟିକେ ଅଧିକ କହିବେ? ନିଶ୍ଚୟ। ଦେଖନ୍ତୁ, କାହାଣୀଟା ଯେହେତୁ ଅଷ୍ଟାଦଶ ଶତାବ୍ଦୀର ଭାରତର, ସେଥିରେ ଧର୍ମ, କର୍ମ, କର୍ତ୍ତବ୍ୟ ଆଉ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ, ଏସବୁ କଥା ସ୍ୱାଭାବିକ ଭାବେ ଆସିବ ହିଁ ଆସିବ। ଚରିତ୍ରମାନେ ଯାହା ବି ନିଷ୍ପତ୍ତି ନେଉଛନ୍ତି, ସେଥିରୁ ଅନେକ ତାଙ୍କ ଧାର୍ମିକ ବିଶ୍ୱାସ ଆଉ କର୍ତ୍ତବ୍ୟବୋଧ ଦ୍ୱାରା ପରିଚାଳିତ। ଯେମିତି କୁହାଯାଇଛି, ପ୍ରତ୍ୟେକ ଉଠାଯାଇଥିବା ଖଣ୍ଡା, ପ୍ରତ୍ୟେକ କରାଯାଇଥିବା ପ୍ରତିଜ୍ଞା କର୍ମ ଆଉ ଧର୍ମର ସ୍ତମ୍ଭ ଉପରେ ଆଧାରିତ। କିନ୍ତୁ ଏଠି ଖାଲି ପାରମ୍ପରିକ ଧର୍ମର କଥା ନୁହେଁ, ଏଇଟା ସେ ସମୟର ସାମାଜିକ କର୍ତ୍ତବ୍ୟବୋଧ ବିଷୟରେ ବି କହୁଛି। ମାନେ ନିଜ ମାଟି ପାଇଁ ଲଢ଼ିବା, ନିଜ ଲୋକଙ୍କ ପାଇଁ, ନିଜ ପରମ୍ପରା ପାଇଁ, ଏସବୁ କେମିତି ତାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଛି, ଫକୀରମୋହନ ତାକୁ ବହୁତ ସୂକ୍ଷ୍ମ ଭାବେ ଦେଖାଇଛନ୍ତି। ଏଇ ନୈତିକ ଦ୍ୱନ୍ଦ୍ୱଗୁଡ଼ିକ କାହାଣୀକୁ ଆହୁରି ଗଭୀର କରିଛି। ଆଉ ଏତେ ସବୁ ଭିତରେ ପ୍ରେମର ଜାଗା କୋଉଠି? କାରଣ ଆମେ ତ ଆରମ୍ଭରୁ କହୁଥିଲେ ଏଇଟା ଏକ ଐତିହାସିକ ପ୍ରେମ କାହାଣୀ। ହଁ, ସେଇଟା ହିଁ ତ କାହାଣୀର ସବୁଠୁ ସୁନ୍ଦର କଥା। ଏତେ ସଂଘର୍ଷ, ଏତେ କର୍ତ୍ତବ୍ୟ ପାଳନ, ଏତେ ଦେଶପ୍ରେମ, ଏସବୁ ଭିତରେ ବି ଲଛମା ଆଉ ବାଦଲ ସିଂଙ୍କ ଭିତରେ ଯେଉଁ ପ୍ରେମ ଅଛି, ସେ ପ୍ରେମଟା ବହୁତ ଆନ୍ତରିକ, ବେଳେବେଳେ ବିପଦ ଘେରା ବି, କିନ୍ତୁ ସେଇଟା ହିଁ କାହାଣୀର ମୂଳଦୁଆ ହୋଇ ରହିଛି। ଏଇଟା ଖାଲି ରୋମାନ୍ସ ନୁହଁ, ଏଇଟା ହେଉଛି ପରସ୍ପର ପ୍ରତି ବିଶ୍ୱାସ, ସମ୍ମାନ ଆଉ କଠିନ ସମୟରେ ଏକାଠି ଠିଆ ହେବାର ପ୍ରତିବଦ୍ଧତା। ଏଇ ପ୍ରେମ ହିଁ ତ ସେମାନଙ୍କୁ ଶକ୍ତି ଦେଉଛି ସବୁ ବାଧାବିଘ୍ନର ସାମ୍ନା କରିବା ପାଇଁ। ତେଣୁ ହଁ, ଏଇଟା ନିଶ୍ଚିତ ଭାବରେ ଏକ ପ୍ରେମ କାହାଣୀ, କିନ୍ତୁ ଗୋଟେ ବହୁତ ବଡ଼ ଆଉ ଗମ୍ଭୀର ପୃଷ୍ଠଭୂମିରେ। ଆଚ୍ଛା, ଏଇଠି ଗୋଟେ କଥା ମନକୁ ଆସୁଛି। ଫକୀରମୋହନଙ୍କର ଯେଉଁ ଜଣାଶୁଣା ଲେଖା ଶୈଳୀ, ମାନେ 6 ମାଣ 8 ଗୁଣ୍ଠା ବା ମାମୁରେ ଯେମିତି ଦେଖିବାକୁ ମିଳେ, ସେ ସାମାଜିକ ବାସ୍ତବବାଦ, ସେ ବ୍ୟଙ୍ଗ। ଲଛମାରେ କ'ଣ ସେ ଶୈଳୀ ନାହିଁ? ଏଠି କ'ଣ ପୁରା ଅଲଗା? ଏଇଟା ବେଶ୍ କୌତୂହଳର ବିଷୟ। ହଁ, ଏଇଟା ପ୍ରକୃତରେ ଗୋଟେ ଦେଖିବାର କଥା। ଲଛମାରେ ଫକୀରମୋହନ ତାଙ୍କର ସେଇ ଚିରାଚରିତ ସାମାଜିକ ବାସ୍ତବବାଦୀ ଶୈଳୀଠୁ ଟିକେ ଦୂରେଇ ଯାଇଛନ୍ତି। ଏଠି ଭାଷାଟା ଅଧିକ ଆଳଙ୍କାରିକ, ବର୍ଣ୍ଣନାଗୁଡ଼ିକ ବେଶ୍ ନାଟକୀୟ, ଆଉ ଗଠନଟା କାବ୍ୟିକତା ଆଡ଼କୁ ଢଳିଛି। ବୀରରସର ବ୍ୟବହାର ବେଶୀ ଦେଖିବାକୁ ମିଳେ। ପଢ଼ିଲା ବେଳକୁ ଗୋଟେ ରାଜପୁତ ବୀରଗାଥା କିମ୍ବା ଐତିହାସିକ ରୋମାନ୍ସ ପଢ଼ିଲା ଭଳି ଲାଗେ। ଆଚ୍ଛା, ମୋତେ ଲାଗେ ଏଇଟା ସେ ଜାଣିଶୁଣି କରିଛନ୍ତି, କାରଣ କାହାଣୀର ଯେଉଁ ବିଷୟବସ୍ତୁ, ସେଥିପାଇଁ ଏମିତି ଗୋଟେ ଶୈଳୀ ଦରକାର ଥିଲା। ସାଧାରଣ ଗାଁ ଗହଳିର ଜୀବନ ପାଇଁ ଯେଉଁ ଭାଷା, ଯେଉଁ ଶୈଳୀ, ସେଇଟା ହୁଏତ ରାଜପୁତ ବୀରତ୍ୱ କି ଐତିହାସିକ ସଂଘର୍ଷ ପାଇଁ ସେତେ ଠିକ୍ ହେଇନଥାନ୍ତା। ସେଥିପାଇଁ ଏହି ପରିବର୍ତ୍ତନ। କିନ୍ତୁ ଏଇ ଯେଉଁ ଶୈଳୀଗତ ପରିବର୍ତ୍ତନ କିମ୍ବା ଐତିହାସିକ କଥା ସବୁ ଏତେ ବେଶୀ ଦିଆଯାଇଛି, ଏହାକୁ ନେଇ କିଛି ସମାଲୋଚନା ବି ଅଛି ବୋଲି ଆମ ସୂତ୍ର କହୁଛି। ହଁ, କିଛି ପାଠକ ଆଉ ସମାଲୋଚକ ସେମିତି କହନ୍ତି। ସେମାନଙ୍କ ମତରେ ବେଳେବେଳେ ଉପନ୍ୟାସରେ ଏଇ ଐତିହାସିକ ଘଟଣା, ଯୁଦ୍ଧର ବର୍ଣ୍ଣନା, ରାଜନୀତିକ କଥା ଏତେ ବେଶୀ ହେଇଯାଏ ଯେ ମୁଖ୍ୟ କାହାଣୀ ମାନେ ଲଛମା ଆଉ ବାଦଲ ସିଂହଙ୍କ ପ୍ରେମ କାହାଣୀଟା ଟିକେ ପଛରେ ପଡ଼ିଗଲା ପରି ଲାଗେ, କିମ୍ବା ତାର ଗତି ଟିକେ ଧୀମା ହେଇଯାଏ। ସେମାନଙ୍କୁ ଲାଗେ ଯେମିତି ଏଇ ଇତିହାସର ବୋଝଟା କାହାଣୀର ମୂଳ ଭାବନା ଉପରେ ଭାରି ପଡ଼ିଯାଉଛି। ଏଇଟା ତ ଗୋଟେ ଯୁକ୍ତିଯୁକ୍ତ କଥା ବୋଲି ଲାଗୁଛି। ହୋଇପାରେ, କିନ୍ତୁ ଏ ସମାଲୋଚନା ସତ୍ତ୍ୱେ ଅନେକ ଲୋକ ପୁଣି ଏହି ବିସ୍ତୃତ ବର୍ଣ୍ଣନାକୁ ହିଁ ଉପନ୍ୟାସର ଶକ୍ତି ବୋଲି କହନ୍ତି, କାରଣ ଏଇଟା ତ ଖାଲି ଗୋଟେ ପ୍ରେମ କାହାଣୀ ନୁହେଁ, ଏଟା ଗୋଟେ ସମୟର ପ୍ରତିଚ୍ଛବି। ସେଇ ଐତିହାସିକ ବିବରଣୀ ହିଁ ତ ସେ ଯୁଗକୁ, ସେ ପରିବେଶକୁ ଆମ ଆଖି ଆଗରେ ପୁରା ଜୀବନ୍ତ କରିଦିଏ।
ସେଟା ନଥିଲେ ହୁଏତ କାହାଣୀର ଗଭୀରତା କମି ଯାଇଥାନ୍ତା। ତେଣୁ ଏଇଟା ପାଠକ ଉପରେ ନିର୍ଭର କରେ ସେ କେଉଁ ଦୃଷ୍ଟିରୁ ଉପନ୍ୟାସକୁ ଦେଖୁଛି। ତେବେ ଏହି ଯୋଉ ଭିନ୍ନ ଶୈଳୀ, ଏତେ ଗଭୀର ବିଷୟବସ୍ତୁ ଆଉ ଏମିତି ଗୋଟେ ସ୍ମରଣୀୟ ନାରୀ ଚରିତ୍ର, ଏସବୁ ମିଶିକି ଲଛମାକୁ ଓଡ଼ିଆ ସାହିତ୍ୟରେ କୋଉ ଜାଗା ଦେଇଛି? ଏହାର ସାହିତ୍ୟିକ ମହତ୍ତ୍ୱ କ'ଣ? ଲଛମାକୁ ଆପଣ ଫକୀରମୋହନଙ୍କର ସାହିତ୍ୟିକ ଜୀବନର ଗୋଟେ ମାଇଲଖୁଣ୍ଟ କହିପାରିବେ ନିଃସନ୍ଦେହରେ। ତାଙ୍କର ଯୋଉ 4ଟି ମୁଖ୍ୟ ଉପନ୍ୟାସ ଅଛି, 6 ମାଣ 8 ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ ଆଉ ଲଛମା, ଏଇଟା ସେମାନଙ୍କ ଭିତରୁ ଗୋଟେ। 1897ରୁ 1915 ଭିତରେ ପ୍ରକାଶିତ ଏଇ 4ଟା ଉପନ୍ୟାସ ସହିତ ଆଧୁନିକ ଓଡ଼ିଆ କଥା ସାହିତ୍ୟର ମୂଳଦୁଆ ପକାଇଥିଲା। ଆଉ ଲଛମା ଏଇ 4ଟା ଭିତରେ ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ରଖେ। ଆଉ ତାର ସବୁଠୁ ବଡ଼ ସ୍ୱତନ୍ତ୍ରତା ହେଉଛି ସେଇ ଶକ୍ତିଶାଳୀ ନାରୀ ଚରିତ୍ର, ଯାହା କଥା ଆମେ କହୁଥିଲୁ। ଏକଦମ ଠିକ୍। ଲଛମାଙ୍କ ପରି ଏତେ ସାହସୀ, ଏତେ ସ୍ୱାଧୀନଚେତା ଆଉ ନିଜ ସ୍ୱାମୀଙ୍କ ସାଙ୍ଗରେ ସମାନ ସ୍ତରରେ ଥିବା ନାରୀ ଚରିତ୍ର ସେ ସମୟରେ ଖାଲି ଓଡ଼ିଶା କାହିଁକି ପୁରା ଭାରତୀୟ ସାହିତ୍ୟରେ ବି ବୋଧେ ବିରଳ ଥିଲା। ଫକୀରମୋହନ ଏହି ଚରିତ୍ର ଜରିଆରେ କେବଳ ଅତୀତର ଗୌରବ ଗାଇନାହାନ୍ତି, ସେ ଭବିଷ୍ୟତ ପାଇଁ ଗୋଟେ ନୂଆ ନାରୀର ଚିତ୍ର ବି ଆଣ୍ଟିଛନ୍ତି। ଏଇଟା ତାଙ୍କର ପ୍ରଗତିଶୀଳ ଚିନ୍ତାଧାରାର ପରିଚୟ। ତେଣୁ ଐତିହାସିକ ଉପନ୍ୟାସ ହିସାବରେ ହେଉ କି ନାରୀ ଚରିତ୍ର ଚିତ୍ରଣ ଦୃଷ୍ଟିରୁ ଲଛମାର ମହତ୍ତ୍ୱ ବହୁତ ବେଶୀ। କଳ୍ପନା କଲେ ବି ଭୟ ଲାଗୁଛି ସେ ସମୟ ବିଷୟରେ। ମରାଠା ଆକ୍ରମଣ, ରାଜନୀତିକ ଅସ୍ଥିରତା, ଏମିତି ଗୋଟେ ପରିସ୍ଥିତିରେ ଏତେ ସୁନ୍ଦର କାହାଣୀ ଗଢ଼ିବା ଆଉ ତା ଭିତରେ ଏତେ ଗଭୀର କଥା କହିବା ବାସ୍ତବରେ ଅସାଧାରଣ। ତେବେ ଆଜିର ସମୟରେ ଏ ଉପନ୍ୟାସର ପ୍ରାସଙ୍ଗିକତା କେତେ? ଆମେ ଏଥିରୁ କ'ଣ ଶିଖିପାରିବା? ଯଦି ଆମେ ଟିକେ ବଡ଼ କାନଭାସରେ ଦେଖିବା, ଲଛମା ଆଜି ବି ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥା ହେଲା ଏହାର ଐତିହାସିକ ମହତ୍ତ୍ୱ। ଏହା ଆମକୁ ଓଡ଼ିଶା ଇତିହାସର ଗୋଟେ ଜରୁରୀ ସମୟ ବିଷୟରେ ଜଣାଉଛି, ଯେତେବେଳେ ଏ ଅଞ୍ଚଳ ନିଜ ପରିଚୟ, ନିଜ ସ୍ୱାଧୀନତା ପାଇଁ ଲଢ଼ୁଥିଲା। ଦ୍ୱିତୀୟରେ, ଲଛମାଙ୍କ ଚରିତ୍ର, ସେ ଆଜି ବି ଆମ ପାଇଁ ପ୍ରେରଣା। ସାହସ, ସ୍ୱାଭିମାନ ଆଉ କଠିନ ପରିସ୍ଥିତିରେ ବି ନୈତିକତାକୁ ଜାବୁଡ଼ି ଧରି ରଖିବା, ଏ ଆଦର୍ଶ ଆଜି ବି ସେତିକି ହିଁ ଜରୁରୀ। ଠିକ୍। ଆହୁରି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କ'ଣ ଜାଣନ୍ତି? এই ଉପନ୍ୟାସ ଆମକୁ ମନେ ପକାଇ ଦିଏ ଯେ ବଡ଼ ବଡ଼ ଇତିହାସ, ସାମ୍ରାଜ୍ୟର ଉଠାପକା ଭିତରେ ବି ଶେଷରେ ବଞ୍ଚିରୁହେ କ'ଣ? ବଞ୍ଚିରୁହେ ବ୍ୟକ୍ତିଗତ ସାହସର କାହାଣୀ, ପ୍ରେମର କାହାଣୀ, ମଣିଷପଣିଆର କାହାଣୀ। ଇତିହାସ ଖାଲି ରାଜା, ଯୁଦ୍ଧ ଆଉ ସନ୍ଧିର ହିସାବ ନୁହେଁ। ଏହା ସାଧାରଣ ମଣିଷର ସଂଘର୍ଷ, ତାର ଆଶା, ତାର ସ୍ୱପ୍ନର କାହାଣୀ ବି। ଲଛମା ଏଇ ମାନବିକ ଦିଗଟିକୁ ବହୁତ ସୁନ୍ଦର ଭାବେ ଦେଖେଇଛି। ଆଉ ଲଛମାଙ୍କ ସ୍ୱର, ସେ ସ୍ଥିର, ଅବିଚଳିତ, ସାହସୀ ସ୍ୱର, ସେଇଟା ଖାଲି ଅତୀତର ନୁହେଁ। ସେ ସ୍ୱର ଆଜି ବି ପ୍ରତିଧ୍ୱନିତ ହେଉଛି। ଯେଉଁଠି ବି ଲୋକେ ନିଜ ପରିଚୟ ପାଇଁ, ନ୍ୟାୟ ପାଇଁ ଲଢ଼ୁଛନ୍ତି, ସେଠି କୋଉଠି ନା କୋଉଠି ଲଛମାଙ୍କ ସ୍ୱର ଶୁଭୁଛି। ଏଇଟା ହିଁ ତ ଗୋଟେ କ୍ଲାସିକ୍ ସାହିତ୍ୟର ଶକ୍ତି, ଯାହା ସମୟକୁ ବି ପାର କରିଯାଏ। ବାଃ, ବାସ୍ତବରେ ଏକଦମ ଶକ୍ତିଶାଳୀ କଥା। ତେବେ ଆଜିର ଏ ଆଲୋଚନାକୁ ଯଦି ସାରାଂଶ କରିବା, ଲଛମା ଖାଲି ଫକୀରମୋହନଙ୍କ ଗୋଟେ ଉପନ୍ୟାସ ନୁହେଁ, ଏଇଟା ଅଷ୍ଟାଦଶ ଶତାବ୍ଦୀର ସେ ଅସ୍ଥିର ଓଡ଼ିଶାର ଗୋଟେ ଐତିହାସିକ ଦଲିଲ। ଏଇଟା ଗୋଟେ ସାହସୀ ନାରୀର କାହାଣୀ, ଯିଏ ପ୍ରେମ ଆଉ କର୍ତ୍ତବ୍ୟ ଭିତରେ ବାଲାନ୍ସ ରଖିପାରୁଛି। ଏଇଟା ଓଡ଼ିଆ ଅସ୍ମିତା ଆଉ ସହନଶୀଳତାର ଗାଥା, ଆଉ ଫକୀରମୋହନଙ୍କ ନିଜସ୍ୱ ଶୈଳୀଠୁ ଭିନ୍ନ ଏକ ନୂଆ ପ୍ରକାର ଆଳଙ୍କାରିକ ଆଉ ବୀର ରସାତ୍ମକ ଶୈଳୀର ପରୀକ୍ଷା। ବାଃ, ଏତେ ସବୁ ଦିଗ ରହିଛି ଏଇ ଗୋଟିଏ ସୃଷ୍ଟି ଭିତରେ। ଏକଦମ ଠିକ୍ କହିଲେ। ଆଉ ଆଜିର କଥାବାର୍ତ୍ତା ଶେଷରେ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଯାହା ହୁଏତ ଆମ ଶ୍ରୋତାମାନେ ବି ଭାବିପାରିବେ। ଲଛମା ଭଳି ଯୋଉ ଐତିହାସିକ କାଳ୍ପନିକ କାହାଣୀ ଅଛି, ସେଗୁଡ଼ାକ ଆମକୁ ଖାଲି ଅତୀତ ବିଷୟରେ ଜଣାଏନି, ବରଂ ଏହା ଆମକୁ ଆମର ବର୍ତ୍ତମାନର ସାଂସ୍କୃତିକ ପରିଚୟ, ଆମର ସାମୂହିକ ସ୍ମୃତି, ଏପରିକି ଆମର ଆଜିକାଲିର ସଂଘର୍ଷଗୁଡ଼ିକର ମୂଳଦୁଆକୁ ବୁଝିବାରେ ବି ସାହାଯ୍ୟ କରେ। ଏଇଟା ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଭାବିବାର କଥା ହେଉଛି, ଆଞ୍ଚଳିକ ଗର୍ବ, ଜାତୀୟ ଚେତନା ଆଉ ଶକ୍ତିଶାଳୀ ନାରୀ ଚରିତ୍ର, ଏହି ସବୁ ଉପରେ ଆଧାରିତ କାହାଣୀଗୁଡ଼ିକ ଯେତେବେଳେ ଲେଖା ହେଇଥିଲା, ସେତେବେଳେ ଯେମିତି ପଢ଼ାଯାଉଥିଲା ବା ଗ୍ରହଣ କରାଯାଉଥିଲା, ଆଜିର ଆଧୁନିକ ଓଡ଼ିଶାରେ ସେଇ କାହାଣୀଗୁଡ଼ିକ କେମିତି ଭିନ୍ନ ଭାବରେ ପଢ଼ାଯାଉଥିବ ବା ଗ୍ରହଣ କରାଯାଉଥିବ। ସେ ସମୟର ଓଡ଼ିଆ ଗର୍ବ ଆଉ ଆଜିର ଓଡ଼ିଆ ଗର୍ବ ଭିତରେ କ'ଣ ସମାନତା ଅଛି, କ'ଣ ପାର୍ଥକ୍ୟ ଅଛି? এই ପୁରୁଣା କାହାଣୀଗୁଡ଼ିକ ଆଜି ଆମ ପାଇଁ କେଉଁ ନୂଆ ଅର୍ଥ ଆଣୁଛନ୍ତି, ଏଇଟା ନିଶ୍ଚୟ ଟିକେ ଭାବିବାର କଥା।